ବିଶ୍ୱଙ୍କର ଜନ୍ମଦାୟ ହେଉଛି ବାଲିପାଟଣା କୁଶଭଦ୍ରା କୂଳ ଏବଂ ତାଙ୍କର ସେଇଠି ସମାଧି ସ୍ଥାନ ଏବଂ ବାଲିପାଟଣା ତାଙ୍କର ଜନ୍ମ ଜାଗା। କେତେବେଳେ ସେ ଅନନ୍ତ ଦାସର ପରିଚୟ ଥିଲେ। ଜଗନ୍ନାଥ ଦାସ ଯେତେବେଳେ ପୁରୀ ଶ୍ରୀକ୍ଷେତ୍ରରେ ଭାଗବତ ପାଠ କରୁଥିଲେ, ଭାଗବତ ଚର୍ଚ୍ଚା କଲାବେଳେ ନାରୀଙ୍କ ନରରେ ସେ ତାଙ୍କର ଚର୍ଚ୍ଚା ଭିତରେ ନିଜସ୍ୱ ସେ ନାରୀଙ୍କ ରୂପ ଧାରଣ କରୁଥିଲେ। ସେ ନାରୀ ରୂପଟାକୁ ଦେଖି କିଛି ଭକ୍ତ ରାଜାଙ୍କ ଆଗରେ ପ୍ରତିବାଦ କରିବା ଦ୍ୱାରା ରାଜା ଜାଣିଲେ ଜଣେ ପୁରୁଷ କିନ୍ତୁ ନାରୀ ରୂପ ହେଇକି ଏମିତି ପ୍ରଭାବ କରୁଛି। ତେଣୁ ଜଗନ୍ନାଥଙ୍କୁ ପଚରାଗଲା। ଜଗନ୍ନାଥ କହିଲେ ହେ ରାଜା, ମୁଁ କେବଳ ମୋର ଭାବରେ ମୁଁ ନାରୀ ରୂପ ହେଇଯାଏ, କିନ୍ତୁ ମୁଁ ସେମିତି କିଛି ଧରିଲି ନା, ସେଇ ନାରୀ ରୂପଟା ମୋତେ କାଲି ରାତି ପାହା ପରେ ମୋତେ ଦେଖେଇବ। ତେଣୁ ଜଗନ୍ନାଥଙ୍କୁ ନଜରବନ୍ଦୀ କରାଗଲା। ଆଚ୍ଛା, ଜଗନ୍ନାଥ ପୁରା ଆଶ୍ଚର୍ଯ୍ୟ ହେଇଗଲେ, କହିଲେ କ'ଣ କରିବି ବିପଦରେ। ଜଗନ୍ନାଥଙ୍କୁ ସେ ଧ୍ୟାନ କଲେ। ଜଗନ୍ନାଥ ମହାପ୍ରଭୁ କ'ଣ କଲେ, ତାଙ୍କ ଧ୍ୟାନ ବଳରେ ଜାଣିପାରିଲେ ଯେ ମୋ ଭକ୍ତ ମୋତେ ଡାକୁଛି। ତେଣୁ ସେ ଭକ୍ତଙ୍କ ପାଖରେ ପହଞ୍ଚି କହିଲେ ଯେ ହେ ଜଗନ୍ନାଥ, ତୁମେ ରାତ୍ରି ପାହେ ପୂର୍ବରୁ ମୋ ରୂପ 16ଟି ନାରୀରେ ପରିଣତ ହେଇଥିଲେ। ରାଜାଙ୍କର ମନ ଲାଗିଛି। ସିଏ ସେତେବେଳେ ପର୍ଯ୍ୟନ୍ତ ମନ ତାଙ୍କ ତାରି ଉପରେ ଆଧାରିତ ଅଛି। ଆଚ୍ଛା, ଆଧାରିତ ପରେ ରାଜା ସେଠୁ ଜାଣିଲେ, ଦେଖିଲେ ସମସ୍ତେ ଅନୁଚର ପଚାରିଲେ ଯେ ହେଇ ତମେ ସମସ୍ତେ ଜଗିଛ ନା? ହଁ ଆମେ ଜଗିଛୁ। ନା ସେ କିଛି ନେଇଥିଲେ ନା? ନା ନା କିଛି ନେଇନାହାନ୍ତି। କୁଆଡ଼େ ଯାଇନାହାନ୍ତି। ତେଣୁ ରାଜା ଦେଖନ୍ତି ତ ଦୁଆର ମୁହଁରେ ଦେଖନ୍ତି ଯେ ଗୋଟେ 16 ବର୍ଷର ଝିଅଟି ସେ ନଜରବନ୍ଦୀ ଭିତରେ ହସୁଛି। ସେଉଠି କହିଲେ ହେ ଜଗନ୍ନାଥ, ତୁମେ ତ ପୁରୁଷ ଥିଲ, ନାରୀ ରୂପ ତୁମର କେମିତି ହେଲା? କି ଆହୁରି ଆସିଲେ? ତେଣୁ ତମେ କ'ଣ କିଛି ମନ୍ତ୍ର ଜାଣିଥିଲ କି? ସେ ଆହୁରି ଆସିଲେ। ତମେ କିଛି ଯନ୍ତ୍ର ଜାଣିଥିଲ କି? ସେ ତଥାପି ଆହୁରି ଆସିଲେ। ପଶ୍ଚାତ ରାଜାଙ୍କର ଟିକେ ସନ୍ଦେହ ଯାତ୍ରା ବାରୁ ସେଉଠି ସେ କ'ଣ କଲେ ନା ତାଙ୍କ ସ୍ତନ ଯୋଉଠି ହାତ ମାରିଥିଲେ। ସ୍ତନ ଯୋଉ ହାତ ମାର ସେ ସ୍ତନରୁ କ୍ଷୀର ଭେର ଲାଗିଲା। ସେ କ୍ଷୀର ବନ୍ଦ ହେଲା ନାହିଁ। ରାଜା ଆଶ୍ଚର୍ଯ୍ୟ ହେଇଗଲେ। ତେଣୁ ଯାଇ ଜଗନ୍ନାଥ ଗୁହାରିଆ ପଡ଼ିଲେ, କହିଲେ କ'ଣ କରେ କ୍ଷୀର କେମିତି ପ୍ରଭୁ କେମିତି ମୁଁ କ'ଣ କରିବି ଜାଣିପାରୁନି। ତେଣୁ ରାଜାଙ୍କୁ ନିର୍ଦ୍ଦେଶ ଜଗନ୍ନାଥ କଲେ, ହେ ରାଜା, ତୁମେ ଯାଅ କୁଶଭଦ୍ରା ଅନନ୍ତ ଦାସ ସାଧନା କରୁଛି, ସିଏ ଆସିଲେ ଏ କ୍ଷୀରଟିକି ବନ୍ଦ ହେବ। ତେଣୁ ରାଜା କିଛି ଅନୁଚର ପଠାଇ ମହାପୁରୁଷ ଅନନ୍ତ ଦାସଙ୍କୁ ଆଣିବା ପାଇଁ ନିର୍ଦ୍ଦେଶ କଲେ। ଅନନ୍ତ ଦାସ ନିଜେ ଭଙ୍ଗା କାନ୍ଥରେ ଆସି କିନ୍ତୁ କ୍ଷୀର ଧରୁଥିବା ଜଗନ୍ନାଥ କ୍ଷୀରଟାକୁ ରୋକିବାରୁ ତେଣୁ ତାଙ୍କ ନାଁ ଶିଶୁ ଉପାଧି ତାଙ୍କୁ ଦିଆଗଲା। ଏବଂ ଜଗନ୍ନାଥଙ୍କର ରୋଷଶାଳ ଘରେ ଜଗନ୍ନାଥଙ୍କ ଦାରୁବ୍ରହ୍ମ ଥିଲେ, ତାକୁ ସେ ବଡ଼ ଭାଇ ଶ୍ରୀପତି ଯେତେବେଳେ ଜଗନ୍ନାଥଙ୍କର ମାନେ ଅଭଡ଼ା ଯାଏ, ଶ୍ରୀପତି କ'ଣ କରନ୍ତି ସେ ବାଟରେ ଚଢ଼ୁ କରିଦିଅନ୍ତି। ତେଣୁ ଜଗନ୍ନାଥ କହିଲେ ଦେଖେ, ଇଏ ଯେତେବେଳେ ମୋ ପାଖକୁ ଯୋଉ ଭୋଗ ଆସିଲା ସେ ବାଟରେ ମୋ ବଡ଼ ଭାଇ ସବୁ ଚଢ଼ୁ କରୁଛି, ସବୁ ଅଲଖା ହେଇଯାଉଛି, ମୁଁ ଖାଇପାରୁନି। ତେଣୁ ଏତିକି ବେଳେ ଏ ଅନନ୍ତଙ୍କୁ ତାକୁ ପ୍ରଦାନ କର, ସେ ତାକୁ ସେବା କରିବେ। କିନ୍ତୁ ଅନ୍ୟ ସବୁବେଳେ ଆମେ ତ ବ୍ରହ୍ମଚାରୀ, ଇଏ ଯେହେତୁ ଆମେ ଆକ୍ରମଣକୁ ନେଇକି ଆମେ ତ ସେବା କରିପାରିବୁନି। ତେଣୁ ତାଙ୍କ ପାଇଁ 360 ଏକର ସମସ୍ତେ ଖଞ୍ଜାପଡ଼ା କଲେ ଏବଂ କନ୍ୟା ପଡ଼ିଆରେ ଖଞ୍ଜାପଡ଼ା କଲେ ଏବଂ ରଥ କାଠ ଯୋଗେଇ ଦେଲେ। ତେଣୁ ସେଇଠୁ ତାଙ୍କର ନାଁ ଶିଶୁଅନ୍ତ ବୋଲି ପରିଚୟ। ବାଲିପାଟଣା କ୍ଷେତ୍ରରେ ତାଙ୍କର ଯାତ୍ରା ବି ଚାଲିଛି। ଏବେ ବି ତାଙ୍କର ମହାପୁରୁଷଙ୍କର ଜନ୍ମବାର୍ଷିକ ମାର୍ଗଶୀର ଚତୁର୍ଦଶୀ 3 ତାରିଖରେ ତାଙ୍କର ଜନ୍ମବାର୍ଷିକ ଉତ୍ସବ। ଯଦି ଆପଣମାନେ ଜନ୍ମଦିନ ପହଞ୍ଚି ପାରନ୍ତି, କିଛି ଅନୁଭବ ବି ଆଉ କିଛି କରିପାରିବେ। ସେଥିପାଇଁ ମୁଁ ଜୟ ଜଗନ୍ନାଥ। ଶୁଣନ୍ତୁ, ଖାଲି ମହାପୁରୁଷ ଜଣେ ମହାପୁରୁଷ ଲେଖିନାହାନ୍ତି, ପଞ୍ଚଶଖା 5 ଜଣ ଯାକ ଲେଖିଛନ୍ତି। ଯେକି ତାରିଖ 13କୁ 14 ମନ୍ଦିର ଲାଗିବ ରଞ୍ଜନ 17 18 ବର୍ଷ ସରୁ ସରୁ 20 ଦିନ ଘର କରୁ 21 22 23 27 24 ଅଙ୍କ ଠାରୁ 20 ଏକର ଭାଙ୍ଗି ପ୍ରୋଗ୍ରାମ ହେବ। ଏକଥା ସିଏ ଲେଖିଦେଲେ। ତାପରେ ଏଣେ ଲେଖିଲେ ଯେ ଏଭର କଳିଯ ଗତି ଲୋକ ହଇବେ ଦୁଷ୍ଟମତି, ହିଂସା ବହିବେ କିଏ ସବେ ମଝିରେ ଦୁଃଖେ ସୁଖେ, ଅଗମେ କରିବେ ଗମନ, ନିନ୍ଦିବେ ନିଗମ ବଚନ, ଏଣୁ ହଇବେ ଅଳ୍ପ ଆଇସ ପାପେ ସକଳେ। ଯାହା ଇଏ ସାରା ବିଶ୍ୱକୁ ଆମେ ଦେଖିଲା ବି ଆଉ ସଂସାର ପ୍ରତିରେ ମାନେ ଧର୍ମ ପ୍ରତି ଆଉ କିଛି ନାହିଁ। ସମସ୍ତେ ଲୋଭ ମୋହରେ ମାତିଛନ୍ତି। ଯେ ଲୋଭ ମୋହ ସହିତ ରାଗ ହିଂସା ତର୍କ ଯଦି ଆପଣମାନଙ୍କର କୌଣସି କାହାକୁ କିଛି କହିବାକୁ ଚାହୁଁଛି, ସିଏ ଏତେ ଜୋର ଆପଣଙ୍କୁ ଏତେ ଭାଷା ପ୍ରୟୋଗ କରୁଛି ଯେ